ଭାଗବତ ପଢ଼ିଲେ ସେଇଭଳି ଅକ୍ଷରର ସଂଯୋଗ ହୋଇଛି ଆପଣଙ୍କ ବାସ୍ତୁ ଦୋଷ ଚାଲିଯିବ। ଆଉ ପଢ଼ିଲେ କ'ଣ ହବ ନା ସେ ଜାଗାରେ ଯଦି ସ୍ପିରିଟ୍ ଭୟ ଥବ, ଭୂତ ପ୍ରେତର ଭୟ ଥବ, କହିବେ ସତରେ କ'ଣ ଭୂତ ଅଛନ୍ତି? ଭୂତ ନାହାନ୍ତି କେମିତି? ଆପଣ ଏବେ ଦେଖୁନାହାନ୍ତି ଗୁଣ୍ଡିଚା ମନ୍ଦିର ପ୍ରଭୁ ଯିବା ପୂର୍ବରୁ ଭୂତ ଥାଏ ନା, ମନ୍ତ୍ର ପଢ଼ି ଭୂତକୁ ବାହାର କରି ଦିଆଯାଏ ଏବଂ କ'ଣ କରାଯାଏ ନା ଗୁଣ୍ଡିଚା ମନ୍ଦିରକୁ ମାର୍ଜନା କରାଯାଏ, ଗୁଣ୍ଡିଚା ମନ୍ଦିରକୁ ଝାଡ଼ୁ ମାରି ସଫା କରି ଦିଆଯାଏ। ବାବନା ଭୂତ ଗୋଟେ ଅଛି ଏଠି ଆପଣଙ୍କର ଗୁଣ୍ଡିଚା ମନ୍ଦିର ଭିତରେ। ଯଦି ଭୂତ ପ୍ରେତ ନାହିଁ, ଆପଣ ଦେଖନ୍ତୁ ସୁନାବେଶ ବାସି ଦିନ ପ୍ରଭୁଙ୍କୁ ଯେଉଁ ଅଧରପଣା ଦିଆଯାଉଛି କାହାଙ୍କ ଉଦ୍ଦେଶ୍ୟରେ ଦିଆଯାଉଛି? ତାହେଲେ ନାହାନ୍ତି କ'ଣ? ଆମେ ଜାଣିନେ, ଆମେ ସନ୍ଦେହରେ ପଡ଼ିଯାଉ। ଯେଉଁଠି ଭାଗବତ ପାଠ କରାଯିବ ସେଠି ଶବ୍ଦ ତରଙ୍ଗରେ ଭୂତ ପ୍ରେତ ଯୁଆଡ଼େ ଥିବେ ଛାଡ଼ି ପଳେଇଯିବେ।